ଭଲ ଲୋକ ସବୁବେଳେ କାହିଁକି କଷ୍ଟରେ ପଡ଼ନ୍ତି ଆଉ ଖରାପ ଲୋକ ବହୁତ ଖୁସିରେ କ'ଣ ପାଇଁ ରୁହନ୍ତି? ଏହି କଥା ଅର୍ଜୁନ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ। ଯେତେବେଳେ ଅର୍ଜୁନଙ୍କର ତାଙ୍କର କୌଣସି ପ୍ରଶ୍ନ ମନରେ ଆସେ ସେ ଶ୍ରୀକୃଷ୍ଣଙ୍କୁ ପଚାରି ବୁଝନ୍ତି। ତେଣୁ ଶ୍ରୀକୃଷ୍ଣ ଅର୍ଜୁନଙ୍କର ଏହି ପ୍ରଶ୍ନ ଶୁଣି ବହୁତ ହସିଲେ ଆଉ କହିଲେ, ମଣିଷ ଯାହା ଭାବେ ଆଉ ଅନୁଭବ କରେ ସେସବୁ ମିଛ। ତା'ର ଅଜ୍ଞାନତା କାରଣରୁ ସତ କଥା କ'ଣ ସେ ଜାଣିପାରେ ନାହିଁ। ଅର୍ଜୁନ ଶ୍ରୀକୃଷ୍ଣଙ୍କର ଏହି କଥା ବୁଝିପାରିଲେ ନାହିଁ। ତାପରେ ଶ୍ରୀକୃଷ୍ଣ କହିଲେ, ହେ ପାର୍ଥ, ତୁମକୁ ମୁଁ ଗୋଟିଏ କଥା କହିବି, ତମେ ସେଥିରୁ ଜାଣିଯିବ ସବୁ ପ୍ରାଣୀଙ୍କୁ ସେମାନଙ୍କର କର୍ମର ଫଳ ଭୋଗିବାକୁ ହୁଏ। ପ୍ରକୃତି ସମସ୍ତଙ୍କୁ କୌଣସି ରାସ୍ତା ଧରିବାକୁ ମଉକା ଦେଇଥାଏ। ସେଇଟା ମନୁଷ୍ୟ ଉପରେ ନିର୍ଭର କରିଥାଏ ସେ କେଉଁ ରାସ୍ତା ଦେଇ ଚାଲିବା ଉଚିତ, ଧର୍ମର ରାସ୍ତା ନା ଅଧର୍ମର ରାସ୍ତା। ତାପରେ ଶ୍ରୀକୃଷ୍ଣ ଗୋଟିଏ ଉଦାହରଣ ଦେଲେ। ସେ କହିଲେ, ଗୋଟିଏ ରାଜ୍ୟରେ ଦୁଇଜଣ ପୁରୁଷ ବେପାରୀ ଥିଲେ। ଜଣେ ବେପାରୀ ତା'ର ଜୀବନର ଧର୍ମର ବହୁତ ମହତ୍ତ୍ୱ ଥିଲା। ସେ ପ୍ରତିଦିନ ମନ୍ଦିର ଯାଉଥିଲା। ସେ ପୂଜା ପାଠରେ ବିଶ୍ୱାସ ରଖୁଥିଲା ଆଉ ଦାନ ଧର୍ମ ମଧ୍ୟ କରୁଥିଲା ଆଉ ପ୍ରତିଦିନ ଭଗବାନଙ୍କର ପୂଜା ମଧ୍ୟ କରୁଥିଲା। ଆଉ ଜଣେ ପୁରୁଷ ତା'ର ପୁରା ଓଲଟା ଥିଲା। ସେ ପ୍ରତିଦିନ ମନ୍ଦିର ଯାଉଥିଲା ହେଲେ ପୂଜା କରିବାକୁ ନୁହେଁ, ଚପଲ ଚୋରି କରିବାକୁ ଯାଉଥାଏ। ସେ କେବେ ବି ପୂଜା ପାଠ କରୁନଥାଏ। ସମୟ ଏମିତି ବିତିବାକୁ ଲାଗିଲା। ଦିନେ ମନ୍ଦିର ବନ୍ଦ ଥିଲା। ତାପରେ ଦ୍ୱିତୀୟ ବ୍ୟକ୍ତି ଭାବିଲା, ଏଇଟା ଠିକ୍ ସମୟ ଚୋରି କରିବାର। ମନ୍ଦିରରୁ ଏଇଟା ଠିକ୍ ସମୟ। ସେ ମନ୍ଦିରକୁ ଯାଇ ସବୁ ଅଳଙ୍କାର ଚୋରି କରିନେଲା। ପ୍ରଥମ ବ୍ୟକ୍ତି ଯେତେବେଳେ ମନ୍ଦିରକୁ ଯାଏ ଲୋକେ ତାକୁ ଚୋର ଭାବି ବହୁତ ପିଟିବାକୁ ଲାଗିଲେ। ସମସ୍ତେ ଭାବିଲେ ଏହି ଲୋକ ଚୋରି କରିଛି। କୌଣସି ପ୍ରକାରୁ ସେ ସେଠାରୁ ନିଜ ଜୀବନକୁ ବଞ୍ଚାଇ ପଳେଇ ଆସିଲା। ସେ ଆସୁ ଆସୁ ରାସ୍ତାରେ ତା'ର ଗୋଟିଏ ଗାଡ଼ି ସହିତ ଆକ୍ସିଡେଣ୍ଟ ମଧ୍ୟ ହୋଇଗଲା। ଆକ୍ସିଡେଣ୍ଟରେ ତା'ର ଗୋଡ଼ଟି ଭାଙ୍ଗିଗଲା। ଏମିତି କିଛି ଦିନ ବିତିଗଲା, କିଛି ବର୍ଷ ମଧ୍ୟ ଦୁଇଜଣଙ୍କର ମୃତ୍ୟୁ ହୋଇଗଲା। ଯମରାଜଙ୍କ ପାଖରେ ଭଲ ବ୍ୟକ୍ତି ଏବଂ ଖରାପ ବ୍ୟକ୍ତି ଦୁଇଜଣ ଥାନ୍ତି। ଭଲ ବ୍ୟକ୍ତିଟି ଖରାପ ବ୍ୟକ୍ତିକୁ ଦେଖି ବହୁତ ରାଗୁଥାଏ। ସେ ଯମରାଜଙ୍କୁ ପ୍ରଶ୍ନ କଲା, ମହାରାଜ, ମୁଁ ତ ଧର୍ମ କରୁଥିଲି, ଏତେ ଦାନ କରୁଥିଲି, ମୋ ସହିତ ଏତେ କଷ୍ଟ କାହିଁ ହେଲା? ପ୍ରଭୁ ଯମରାଜା କହିଲେ, ଦେଖ, ତମର ଯେଉଁଦିନ ଆକ୍ସିଡେଣ୍ଟ ହୋଇଥିଲା ସେଇଦିନ ତୁମର ମୃତ୍ୟୁର ଯୋଗ ଥିଲା। ହେଲେ ତୁମେ ଭଲ କର୍ମ କରିଥିବାରୁ ତୁମର ବେଶୀ କିଛି ହେଲା ନାହିଁ। ତମେ ଏହି ଦୁଷ୍ଟ ବ୍ୟକ୍ତି ବିଷୟରେ ଜାଣିବାକୁ ଚାହୁଁଛ? ତାହେଲେ ଶୁଣ। ତା'ର ଭାଗ୍ୟରେ ରାଜା ଯୋଗ ଥିଲା, କିନ୍ତୁ ତା'ର କୁକର୍ମ ଆଉ ଅଧର୍ମ କାରଣରୁ ସେ ଗୋଟିଏ ଛୋଟ ସୁନା ଅଳଙ୍କାର ପଟଳିରେ ବଦଳିଗଲା। କଥା ଶୁଣିବା ପରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, ପାର୍ଥ, କ'ଣ ତମକୁ ତମର କଥାର ଜବାବ ମିଳିଲା? ତମେ ଭାବୁଛ ଭଗବାନ ତମ କର୍ମକୁ ଦେଖୁନାହାନ୍ତି? ସେ ସମସ୍ତଙ୍କର ଭୁଲ ଖରାପ ସବୁ ଦେଖୁଛନ୍ତି। ତେଣୁ ବନ୍ଧୁଗଣ, ଏହି ଜୀବନରେ ଆମକୁ ଭଲ କର୍ମ କରିବାକୁ ପଡ଼ିବ।